ଛୁଆ ଭଲ କଥା ମନେ ରଖିଥ। ଆଜି ଆଲୋଚନା କରିବା 39ରେ ଛତ୍ର ବୁଦ୍ଧି। ଛତ୍ର ବୁଦ୍ଧି ମାନେ କଣ? ମାନେ ପ୍ରଭୁଙ୍କ ଉପରେ ଛତ୍ର ଧାରଣ। ଭୀମ ଭୋଇ କହିଛନ୍ତି ଅନାଦି ଗୁରୁ ରଜା ହେବେ। ଅଚ୍ୟୁତ ମହାପୁରୁଷଙ୍କ ଭାଷାରେ ବଳଦେବ ହେବେ ରଜା। ଅରକ୍ଷିତ ଦାସଙ୍କ ମତରେ ଜଗନ୍ନାଥ, ବଳରାମ ଏବଂ ଲକ୍ଷ୍ମୀ ଏ 3 ଜଣଙ୍କର ରୋଲଟା 3 ଜଣ ସିଦ୍ଧଙ୍କ ଦେହରେ କଣ ହବ? ବିହାର କରିବ। ମହାପଦ୍ମକ ସେ କହିଛନ୍ତି ଅଚ୍ୟୁତଙ୍କ ଦେହରେ ରହିବେ କିଏ? ସେ ବଳଦେବ ରହିବେ ଅଚ୍ୟୁତଙ୍କ ଗନ୍ଧରେ। ଅରକ୍ଷିତ ଗନ୍ଧରେ ଲକ୍ଷ୍ମୀ ରହିବେ ଏବଂ ଅଭିରାମଙ୍କ ଦେହରେ ଜଗନ୍ନାଥ ରହିବେ। ପୁଣି ମହାପୁରୁଷ ଲେଖିଛନ୍ତି ଅଚ୍ୟୁତ ସିଦ୍ଧ ଅଙ୍ଗରେ ବିହାର କରିବେ ଠାକୁର। ସେ ସିଦ୍ଧ ଅଙ୍ଗରେ ବିହାର କରନ୍ତୁ କି ଅବତାର ହୁଅନ୍ତୁ, ସେଥିରେ ଆମର କିଛି ଯାହା ଆସେ ନାହିଁ। ମହାପୁରୁଷ ଗୋଟେ ଅଙ୍କ ଲେଖିଛନ୍ତି, ସେ ଅଙ୍କଟା ହଉଛି ଠିକ କରିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଠାକୁର ଭିତରେ ସବୁ ବାଡିଆ ପିଟା ହେଲେ। ତ ଆମ ମତରେ କହିବା ବୋଲିବା ବଡ ନୁହଁ। ଯାହା କାଚ ମଣି କାର୍ଯ୍ୟ ବେଳେ ଜଣାଜଣା। ଯିଏ ପ୍ରଭୁ ହେଇଥିବେ ସେ ପ୍ରଭୁ ହେଇଯିବେ, ଯିଏ ପ୍ରଭୁ ନ ହେଇଥିବେ ସେ ତାଙ୍କର ଅତୀତ ଯେମିତି ସବୁ ଯାଇଛନ୍ତି ସେମିତି ମଧ୍ୟ ଯିବେ। ମହାପୁରୁଷଙ୍କ ଭାଷାରେ ଭୀମ ଭୋଇଙ୍କ, ଆଉ ଆଜି ଆଲୋଚନା କରିବା ଭୀମ ଭୋଇଙ୍କ ଭାଷା ଏବଂ ଅଚ୍ୟୁତଙ୍କ ଭାଷା। 2 ଜଣ କଣ କହୁଛନ୍ତି? ଭୀମ ଭୋଇ କୁହନ୍ତି ଝରୁଛି ଅମିୟ ସତ୍ୟ ମନେ ପିଅ, ଅଛ ଯେତେ ସୁଜ୍ଞ ସାଧୁ, ଦେଖ ଜ୍ଞାନ ନତେ ଅନୁଭବ ସୂତ୍ରୀ, ଅନାମେ ଝରୁଛି ମଧୁ। ଝରୁଛି ଅମିୟ ସତ୍ୟ ମନେ ପିଅ। ପ୍ରଭୁକୁ ଯଦି ତମେ ଡାକୁଛ, ହେ ଜଗତବାସୀ ସତ୍ୟ ଭାବରେ ଡାକ, ଅନ୍ତର ନିର୍ମଳ କରି ଡାକ। 2 ଗୋଡ଼ ପଟେ ଗୋଡ଼ ଦିଅ, ଯାହା ହବା କଥା ତ ଛାଡ଼ ହେଲା। 2 ନାବେ ଗୋଡ଼ ଦିଆ, ତଳପାଦଟା ଜାଣିଥିବ ସବୁ। ଗୋଟାଏ ପଟେ ସବୁ କହୁଦବ ମୋର, ଆଉ ଗୋଟାଏ ପଟେ କହୁଦବ ପ୍ରଭୁ। ସେଥିରେ ଆସିବେ ନାହିଁ। କାରଣ କୁରୁକ୍ଷେତ୍ରରେ କୌରବ ଏବଂ ପାଣ୍ଡବ ମାନଙ୍କର ଯୁଦ୍ଧ କୋଉଠି ହେଲା? ପଶାଘାଟରେ। ଲାଷ୍ଟକୁ ଯୁଧିଷ୍ଠିର ମହାପ୍ରଭୁ କଣ କଲେ? ଦ୍ରୌପଦୀକି ବାଜି ଲଗେଇଦେଲେ। ଶେଷକୁ ଦ୍ରୌପଦୀର ବସ୍ତ୍ର ହରଣ ହେଲା। ଦୁର୍ଯ୍ୟୋଧନ କହିଲେ, ଦୁଃଶାସନ କଲା। ବୁଝି ହଉଛି? କଲା। ଦ୍ରୌପଦୀକି ନାଜ ମାଡ଼ିବ, ଗୋଟେ ହାତରେ ଲୁଗାକୁ ଧରିଲା, ଗୋଟେ ହାତରେ ଠାକୁରଙ୍କୁ ଡାକିଲା। ଠାକୁର ଶୁଣିଲେ। ଯେତେବେଳେ ଲଜ୍ଜାକୁ ଛାଡ଼ି ଦେଇ 2 ହାତ ଟେକି ଦେଲା, ପ୍ରଭୁ ସେଇଠୁ ଆବିର୍ଭୂତ ହେଲେ। କୋଟି ବସ୍ତ୍ର ଦାନ କରି ଲଜ୍ଜା କଲ ହରଣ, ଆହେ ନୀଳ ଶୈଳ ପତିତ ପାବନ। ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ମହାରତ ନଳିନୀକି ବନ କଲେ ଦଳନ। ତେଣୁ ନିଷ୍କାମ ଭାବ ଦରକାର। ବର୍ତ୍ତମାନ ତମେ ଦେଖ, ଥୋଡ଼ା ହରି ହରି ହଉଥିବେ, ଥୋଡ଼ା ମାୟାରେ ବୁଡ଼ି ଯାଉଥିବେ।
ତାର କିଛି ମହତ୍ଵ ନାହିଁ। ସେଇଆକୁ ଭୀମ କହିଲେ, ଦେଖ ଜ୍ଞାନ ନେତ୍ରେ ଅନୁଭବ ସୂତ୍ରେ ଅନାମେ ଧରୁଛି ମଧୁ। ହେ ଜଗତବାସୀ, ହେ ସାଧୁ ସନ୍ଥ ମାନେ, ତମେ ଜ୍ଞାନ ନେତ୍ରରେ ଥରେ ଅନୁଭବ କର। ଅନାମରୁ ମଧୁ ହଉଛି, ସେ ମଧୁକୁ ଥରେ ପାନ କର। କ୍ଷେତ୍ରୀ ଗଣ ଘେନି କରୁବେ ଭ୍ରମଣ, ହସ୍ତେ ଘେନ ଖଣ୍ଡା କାତି। 21 ଅଙ୍କରୁ ପୃଥ୍ୱୀ ସାଧ୍ୟ ହେବ, ଉଡୁଥିବ ବୀର ଛତ୍ରୀ। ତମେ ଧୈର୍ଯ୍ୟ ଧର ହେ ସାଧୁ ସନ୍ଥ ମାନେ, ଅନାମରୁ ମଧୁ ଧରୁଛି, ତାକୁ ପାନ କରିକି ତମେ ଧୈର୍ଯ୍ୟ ଧର। ପ୍ରଭୁ ଦୁଷ୍ଟଙ୍କୁ ବିନାଶ କରିବେ। କ୍ଷେତ୍ରୀ ଗଣ ଘେନି କରିବେ ଭ୍ରମଣ, ହସ୍ତେ ଘେନି ଖଣ୍ଡା କାତି। ପ୍ରଭୁ ହସ୍ତରେ ଖଣ୍ଡା କାତି ଧରି କଣ କରିବେ? କ୍ଷତ୍ରିୟ ମାନଙ୍କୁ, ମାନେ ଯୋଦ୍ଧା ମାନଙ୍କୁ, ବୀର ମାନଙ୍କୁ ସଙ୍ଗରେ ଧରି ସେ କଣ କରିବେ? ଭ୍ରମଣ କରିବେ। କେବେ ନା 21 ଅଙ୍କରୁ ପୃଥ୍ୱୀ ସାଧ୍ୟ ହେବ, ଉଡୁଥିବ ବୀର ଛତ୍ରୀ। କହିଲେ 21 ଅଙ୍କରୁ ପ୍ରଭୁଙ୍କ ନିର୍ଦ୍ଦେଶରେ କଣ ହବ? ଦୁଷ୍ଟ ପୃଥ୍ୱୀ ସାଧ୍ୟ ହେବ, ପୃଥିବୀରୁ ଦୁଷ୍ଟ ମାନଙ୍କୁ ସଂହାର କରାଯିବ। ଉଡୁଥିବ ବୀର ଛତ୍ରୀ। ବୀର ଛତ୍ରୀ ମାନେ କଣ? ପ୍ରଭୁଙ୍କର କୀର୍ତ୍ତି। ଦୁଷ୍ଟ ନିବାରିବେ, ସନ୍ଥକୁ ରଖିବେ, ପାଳିବେ ଜନ ପରଜା। କଳି ଯୁଗ ଶେଷ, ସତ୍ୟ ପ୍ରକାଶିବ, ଅନାଦି ହୋଇବେ ରଜା। କହିଲେ ଦୁଷ୍ଟଙ୍କୁ ସଂହାର କରିବେ, ସନ୍ଥକୁ ପାଳିବେ। କଳି ଯୁଗ ଶେଷ, ସତ୍ୟ ପ୍ରକାଶିବ, ଅନାଦି ହୋଇବେ ରଜା। ଅନାଦି ରଜା ହେଲା ପରେ ଭୀମ କହୁଛନ୍ତି କେତେ? 21 ଅଙ୍କରୁ। କାହା 21 ଅଙ୍କରୁ? ମାରକଣ୍ଡଙ୍କ 21 ଅଙ୍କରୁ। ବୁଝିପାରୁଛି? ଭୀମ ମାରକଣ୍ଡଙ୍କ ଉପରେ ବେଶୀ ନିର୍ଭର କରିଛନ୍ତି। ମାରକଣ୍ଡଙ୍କ ଅଙ୍କ ବହୁ ଜାଗାରେ, ସବୁ ଜାଗାରେ ଲେଖିଛନ୍ତି। ଯୋଉଠି ଦିବ୍ୟସିଂହଙ୍କର ଅଙ୍କ ସେଠି ଲେଖିଦେଇଛନ୍ତି ଦିବ୍ୟସିଂହଙ୍କର। କଳିଯୁଗ ଶେଷ, ସତ୍ୟ ପ୍ରକାଶିବ, ଅନାଦି ହୋଇବେ ରଜା। ଅନାଦି ଦିନେ ନା ଦିନେ ରଜା ହେବେ, ସତ୍ୟ ପରିପ୍ରକାଶ ହବ। ଏଠି କହିଲେ ଅନାଦି ରଜା ହେବେ। କିଏ କହୁଛନ୍ତି? ଭୀମ କହୁଛନ୍ତି। ଏଠି ଅଚ୍ୟୁତ କଣ କହିଲେ? ଫଣି 32ରେ ଛତ୍ର ଉଦୟ ହୋଇବ, ଫିଟିବ ପ୍ରଜାଙ୍କ କଷ୍ଟ। ଦେଖିଛନ୍ତି? ଫଣି 32ରେ ଛତ୍ର ଉଦୟ ହେବ। ଫଣି ବୋଲନ୍ତି ହେଲା କେତେ? 7। 32 କେତେ ହେଲା? 39। ଏକରେ ସନ 1439। କହୁଛନ୍ତି ଅଚ୍ୟୁତ କହିଲେ। ସେଠି ବି କହିଲେ କିଏ? ସେ ଭୀମ କହିଲେ 21। ସେ କହିଲେ ମାରକଣ୍ଡଙ୍କ 21। ଇଏ କହିଲେ କଣ? ସନ ହଉଛି 1439 ଠାକୁର କଣ ହେବେ? ପରିପ୍ରକାଶ ହେବେ। କୋଉ ଠାକୁର? ଅବତାର ପୁରୁଷ ହୁଅନ୍ତୁ କିମ୍ବା ସିଦ୍ଧ ଅଙ୍ଗେ ବିହାର କରନ୍ତୁ, ସେ ଯୋଉଥିରୁ ଗୋଟାଏ ହେଇଥାଉ, ସେ ତାପରେ ଆମର ତର୍ଜମା କରିବାର ନାହିଁ। ସେଇ ସମୟରେ କଣ ହେବେ? ପରିପ୍ରକାଶ ହେବେ ବୋଲି ଏ ଦୁଇ ଜଣ କଣ କରୁଛନ୍ତି? ମହାପୁରୁଷ ଆମକୁ ଚେତନା ଦେଇଛନ୍ତି। ତମେ ଦେଖ ଏ ଦିଟାକ ଅଙ୍କ ପ୍ରାୟ ସମାନ। ମାରକଣ୍ଡଙ୍କ ଅଙ୍କ ଆଉ 1439 ସନ ପ୍ରାୟ ମିଶି ଯାଉଛି। ବୁଝିଲେ? ପ୍ରାୟ ମିଶି ଯାଉଛି। ତେଣୁ ସେଇ ସମୟରେ କଣ ଗୋଟେ ସେଇଆକୁ ଚକଣା ମଡ଼ାରେ ଗୋଟେ ଲେଖିଛନ୍ତି, 2 ଦକ୍ଷିଣେ ଶୂନ୍ୟ ଦେଇ 3 ଏକ ରଖ, ସମ୍ପୂର୍ଣ୍ଣ ସତ୍ୟ ହୋଇବ ପ୍ରତ୍ୟକ୍ଷ। ବଳଦେବ ହେବେ ରାଜା କାହ୍ନୁ ପରିଚାର, ବସିବ ସୁଧର୍ମା ସଭା ସିଜାଜନ। ତିନିଟାକୁ ମତ ମିଶୁଛି ନା ମିଶୁନି? ଏବଂ ଦିନଟା ବି ଲେଖିଛନ୍ତି। ସେ ଦିନଟା କ୍ୟାମେରା ଆଗରେ କହିହେବ ନାହିଁ, କିନ୍ତୁ ଏତିକି ମନ 39ରୁ ମାନେ ସନ 39ରୁ
ଏବଂ ମାରକଣ୍ଡ 21 ଏଇ ଅଙ୍କରେ ଜଣେ ମହାନ ଦିବ୍ୟ ପୁରୁଷ ଭାରତ ଭୂଖଣ୍ଡ କଣ ଆବିର୍ଭୂତ ହେବେ ଏବଂ ଜଗତକୁ ଦିଗ୍ଦର୍ଶନ ଦେବେ। କାରଣ ଏ ମହାପୁରୁଷଙ୍କ ବାଣୀ କେବେ ହେଲେ ଅତ୍ୟୁକ୍ତି ହେବ ନାହିଁ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି ବୋଲ।